ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧର୍ମଶାଳା ବ୍ଲକର ଅରାବଳ ଗ୍ରାମ ପଞ୍ଚାୟତର ରାୟଧରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ବିଦାୟକାଳୀନ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅରବିନ୍ଦ ଜେନାଙ୍କୁ ବିଦ୍ୟାଳୟ ତରଫରୁ ଓ ଗ୍ରାମ ତରଫରୁ ବିଦାୟ ଶିକ୍ଷକଙ୍କୁ ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ଓ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ବିଦ୍ୟାଳୟରୁ ବିଦାୟ ନେଉଥିବା ପ୍ରଧାନ ଶିକ୍ଷକ ଗୁରୁଜୀ ଶ୍ରୀ ଅରକ୍ଷିତ ଜେନାଙ୍କୁ ସର୍ବପ୍ରଥମେ ଗୋଡ଼ ଧୋଇ ଦେବା ପରେ ଗୁରୁଙ୍କୁ ଆସନରେ ଅଳଙ୍କୃତ କରିବା ପରେ ଗୁରୁଙ୍କ ଉଦ୍ଦେଶ୍ୟରେ ଗୁରୁ ବନ୍ଦନାମାନ ଗାନ କରାଯାଇଥିଲା ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ ସଙ୍ଗୀତ ଗାନ କରାଯାଇଥିଲା ଓ ପରବର୍ତ୍ତୀ ପର୍ଯ୍ୟାୟରେ ବିଦ୍ୟାଳୟ ତରଫରୁ ଏକ ବିଦାୟକାଳୀନ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ସଭାପତିତ୍ୱ କରି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ନାୟକ ଓ ସମସ୍ତ କାର୍ଯ୍ୟ ନିର୍ବାହ କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉଦିତ ନାରାୟଣ ପାଢ଼ୀ ଓ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଏବିଓ ଶ୍ରୀମତୀ ମମତା ମହାନ୍ତି ଓ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ଦାସ। ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ସାନବାଲିକୁଦା କ୍ଲଷ୍ଟରର ସିଆରସି ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ଦାସ ଓ ସାନବାଲିକୁଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଞ୍ଜନ କୁମାର ବିଶ୍ୱାଳ, ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲଳିତ ମୋହନ ରାଉତ, ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଜେନା, ଶିକ୍ଷକ ଶ୍ରୀଯୁକ୍ତ ଶିଶିର କୁମାର ପ୍ରାଣୀଗ୍ରାହୀ, ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ରାୟ, ଶିକ୍ଷକ ଶ୍ରୀଯୁକ୍ତ ରାଧେଶ୍ୟାମ ବାରିକ ଓ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ପୁରୁଷୋତ୍ତମ ଦାସ ଓ ଅନ୍ୟତମ ଅତିଥି ଭାବେ ଯୋଗଦାନ କରିଥିଲେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ତରାଇ, ଶ୍ରୀଯୁକ୍ତ ଦୁଃଶାସନ ସାମଲ, ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାମଲ, ଶ୍ରୀଯୁକ୍ତ ପଦନ କୁମାର ସାମଲ, ଶ୍ରୀଯୁକ୍ତ ଗଣ ଦାସ, ଶ୍ରୀଯୁକ୍ତ ପ୍ରଭୃତି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସ୍ଥଳେ ସମସ୍ତ ଅତିଥିମାନଙ୍କୁ ପାଛୋଟି ନେଇଥିଲେ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ମନୋଜ ବେହେରା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମର ଗ୍ରାମବାସୀମାନେ ଓ ଶିକ୍ଷକ ବନ୍ଧୁମାନଙ୍କ ଗହଣରେ ଗ୍ରାମ ପରିକ୍ରମା, ରାୟଧରପୁର, ଅରାବଳ ଓ ସାନବାଲିକୁଦା ବାଜା ବଣତର୍ଷ ଆଦି ଯନ୍ତ୍ର ମାଧ୍ୟମରେ ଗ୍ରାମ ପରିକ୍ରମା କରାଯାଇ ଶିକ୍ଷକଙ୍କ ବାସସ୍ଥାନରେ ପହଞ୍ଚାଇଥିଲା। ଗ୍ରାମବାସୀ ତଥା ମୋର ଶିକ୍ଷକ ଶିକ୍ଷୟିତ୍ରୀ ବନ୍ଧୁଗଣ ଏବଂ ମୋର ସ୍ନେହର ଛାତ୍ରଛାତ୍ରୀ, ଆଜି ଏହି ଅବସର ସଭାରେ ମୁଁ ଯେତେ ଦିନ ରହିଲି ଯେ ଗତ 14/7/2022ରୁ 30/6/2025 ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ ଭାବେ ରାୟଧରପୁର ପ୍ରାଥମିକ ବିଦ୍ୟାଳୟରେ ଯୋଗଦାନ କରି 30/6/2025 ମସିହାରେ ଅବସର ନେଲି। ତାହା ମଧ୍ୟରେ ଯଦି କୌଣସି ଗ୍ରାମବାସୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ବନ୍ଧୁ ଘରେ କିଛି ଦୋଷତ୍ରୁଟି କରିଥାଏ ସେମାନେ ମୋତେ ନିଜ ଗୁଣରେ କ୍ଷମା ଦେବେ ବୋଲି ମୋର ଆଶା ବିଶ୍ୱାସ। ଗ୍ରାମର ଯେଉଁ ସେୟାର ପିଲାମାନଙ୍କ ପାଇଁ କ'ଣ ସେ ବିଷୟରେ ଛାତ୍ରଛାତ୍ରୀଙ୍କ ବିଷୟରେ କହିବେ? ପିଲାମାନଙ୍କୁ କହିବି ସେମାନେ ଆଉ ଟିକେ ଉପରକୁ ଯାଆନ୍ତୁ, ଆହୁରି ଉନ୍ନତି କରନ୍ତୁ ଏବଂ ଯଥାସମ୍ଭବ ସେମାନେ ଚେଷ୍ଟା କରି ଆହୁରି ଆଗକୁ ଯାଆନ୍ତୁ। ଶେଷରେ କହିବି ଏଇ ଗ୍ରାମର ଉନ୍ନତି ହେବା ସଙ୍ଗେ ସଙ୍ଗେ ମୋର ଗ୍ରାମବାସୀମାନଙ୍କୁ ମୋର ରହିବ ଯେ ଏଇଭଳି ଶୃଙ୍ଖଳିତ ମାନେ ସଭା କଲେ ଗ୍ରାମର ଉନ୍ନତି ଯଦି କିଛି ଥାଏ ମୋତେ କ୍ଷମା ଦେବାକୁ। ଯାଜପୁର ଜିଲ୍ଲାରୁ ଦିବ୍ୟା ରଶ୍ମିତା ଜେନାଙ୍କ ରିପୋର୍ଟ। ସୁପ୍ରଭାତ।